ଆଜି ଅନୁଗୁଳ ବନ ବିଭାଗ ଅତ୍ୟନ୍ତ ଉତ୍ସାହ ଏବଂ ଦେଶପ୍ରେମର ଉତ୍ସାହ ସହିତ 77ତମ ଗଣତନ୍ତ୍ର ଦିବସକୁ ଗର୍ବର ସହ ପାଳନ କରିଛି। ଗଡ଼ସନ୍ତ୍ରୀ ଫରେଷ୍ଟର କୁଶଧ୍ୱଜ ନାୟକ ଫରେଷ୍ଟ ଗାର୍ଡ ଏମ୍ ରଞ୍ଜନ ମହାନ୍ତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ତାପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅଧିକାରୀ ଓ କର୍ମଚାରୀମାନେ ଏକତା, ଶୃଙ୍ଖଳା ଏବଂ ଦେଶ ପ୍ରତି ସମର୍ପଣର ଏକ ଦୃଢ଼ ଭାବନାକୁ ପ୍ରତିଫଳିତ କରି ପୂର୍ଣ୍ଣ ହୃଦୟରେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଅଖଣ୍ଡତାର ସହ ଦେଶ ସେବା କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ପୁନଃ ସ୍ଥାପିତ କରିଥିଲା। ଆଜି 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏଠି ଅଫିସରେ ପାଳନ କରାଯାଇଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଫ୍ଲାଗ ହୋଇଷ୍ଟିଂ ହେଲା। ଉପସ୍ଥିତ କାର୍ଯ୍ୟକ୍ରମର ଗୋଟେ ଭାଗ ଅଂଶଗ୍ରହଣ କଲୁ। ଖୁସିର କଥା, ସବୁ ଆସି ଉପସ୍ଥିତ। ଜନସଚେତନତା କାର୍ଯ୍ୟକ୍ରମ ଏଠି ବି ଚାଲୁଛି। ପ୍ରାୟ ସମୟରେ ହାତୀମାନଙ୍କୁ କେମିତି ଆପଣମାନେ କରିବେ, ସତର୍କ ଅବଲମ୍ବନ କରିବେ, ସେ ପ୍ରତି ଏଠି ସଚେତନତା ହୁଏ। ମୋର ଗୋଟେ କହିବାର କଥା ଅଛି ଯେ ହାତୀମାନଙ୍କ ପାଇଁ ଯେଉଁ ଆମେ ସତର୍କ ରହୁଛେ, ସେଠି ଆମର ହାତୀ ସାଥୀ ବନ୍ଧୁମାନେ ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି, ଇଏ ବନ ସହାୟତା କାର୍ଯ୍ୟକ୍ରମ, ସେମାନେ ପ୍ରାୟ ଟାଇମ୍ରେ ହାତୀକୁ ଘଉଡ଼ିବା ଉଦ୍ଦେଶ୍ୟରେ ବାଣ ଫୁଟାଇବା ଇତ୍ୟାଦି କୋଳାହଳ କରିବା, ଏହା ହାତୀ ପକ୍ଷେ ଶୋଭା ପାଉନି। ହାତୀ ଏଥିରେ ରାଗି ଯାଉଛି। ତେଣୁ ଏହା ନକରି ହାତୀମାନଙ୍କର ଖାଲି ଜଗିବା କାମ କରନ୍ତୁ, ଯେଉଁଟାକି ଯେତିକି ଗାଁରେ ବୁଲନ୍ତୁ, ହାତୀ ବୁଲୁ, କିଛି ଆସେ ନାହିଁ। ହାତୀ ବୁଲିଲେ ବି କାହାରି କ୍ଷତି କରିବାର ମୁଁ ନଜର ପାଇନି। ସେମାନେ ଫସଲ ନଷ୍ଟ କରିବେ, ତା'ର ଖାଇବା ଜିନିଷ ଖାଇବେ। ଫଳ ଜିନିଷ ହେଲା କି ଧାନ ଫସଲ ହେଲା, ଏ ଖାଉଛନ୍ତି। ଏଥିପାଇଁ ତ ଭରଣା ପୋଷଣ ଦିଆହେଉଛି, ଯାହା ଯେମିତି କ୍ଷୟକ୍ଷତିର ପୂରଣ କରାହେଉଛି। ଏଇ ହାତୀ ଯଦି ନଥିବ, ତାହେଲେ ଅନ୍ୟ ଜୀବଜନ୍ତୁ ଯଦି ଆସିବେ, ତାହେଲେ ସେମାନେ ଆକ୍ରମଣ କରିବେ। ବରଂ ହାତୀ ଥିଲେ, ଯଦି ବାଘ ଆସିଲା ଧରନ୍ତୁ, ବାଘ ବି ପଶି ଆସୁଛନ୍ତି ଜନ ଏରିଆକୁ, ତାହେଲେ ସେମାନେ ହାତୀ ଥିଲେ ପଳେଇବେ, ରହିବେ ନାହିଁ। ଅନ୍ୟ ହିଂସ୍ର ଜନ୍ତୁମାନେ ବେଶୀ ଭୟାବହ। ସେମାନେ ମଧ୍ୟ ଭବିଷ୍ୟତରେ ଯେଉଁ ଆମର କହୁଛି ଯେ ସବୁ ଜୀବଜନ୍ତୁ ଗ୍ରାମେ ଗ୍ରାମେ ପଶିବେ, ସେଇ ମଧ୍ୟ ଆକ୍ରମଣ କରିବେ ସେଇ ବାଘର ଆଦି ହିଂସ୍ର ଜନ୍ତୁମାନେ। ବରଂ ହାତୀ ଥିଲେ ସେମାନଙ୍କଠୁ ଆମେ ରକ୍ଷା ପାଇପାରିବା। ମୋ ମତରେ ଏହା କରାଯାଉ। ଏଇ ଇଏରେ ଆପଣମାନେ ଆଲୋଚନା କରନ୍ତୁ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଜିର 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ଦେଶବାସୀଙ୍କୁ ମୋର ଅଶେଷ ଶୁଭେଚ୍ଛା ଆଉ ଶୁଭକାମନା। ଆଜିର ସାଧାରଣତନ୍ତ୍ର ଦିବସ ପାଇଁ ଆମେ ଆମର ଘଣ୍ଟିଗଡ଼ିଆ ବିଟ୍ FCI ସେକ୍ସନରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏ ଅଞ୍ଚଳର ଏବଂ ମୋର ସମସ୍ତ ଗଜମିତ୍ର, ଗଜସାଥୀ ବନ୍ଧୁ, ସ୍କ୍ୱାଡ଼ ବନ୍ଧୁମାନଙ୍କୁ ନେଇ ଆମେ ଏଠାରେ ଜାତୀୟ ପତାକା ଉତ୍ତୋଳନ କଲୁ ଏବଂ ଜାତୀୟ ପ୍ରେମ ଓ ଦେଶକୁ ଭଲ ପାଇବାର ବାର୍ତ୍ତା ଦେଲୁ। ତତ୍ସହିତ ଆମେ ଯେଉଁ ଆମ ପାଖରେ ଉପସ୍ଥିତ ଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଆଗାମୀ କେମିତି କାର୍ଯ୍ୟପନ୍ଥା ରହିବ, ଯେଉଁ କାର୍ଯ୍ୟପନ୍ଥା ଏଠାରେ ରହୁଛି, ତାଙ୍କ ସହିତ ଆଲୋଚନା କଲୁ ଏବଂ ତାଙ୍କ ଦିଗ୍ଦର୍ଶନରେ ଏବଂ ଆମ ବନ୍ଧୁମାନଙ୍କ ସହାୟତାରେ କାମ ଆହୁରି ଆଗକୁ ବଢ଼ିବ ବୋଲି ମୁଁ ଭାବୁଛି। ଧନ୍ୟବାଦ। ଅନୁଗୁଳ ବନପାଳରୁ ସୁବ୍ରତ ନାୟକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।